କଥା ନୁହେଁ କାମ କର। କାର୍ଯ୍ୟ କରୁନଥିବା ବ୍ୟକ୍ତି ଏକ ପ୍ରକାର ଶେଖ୍ ଚିଲି ହୋଇଥାଏ। ସେ ବଡ଼ ବଡ଼ ଯୋଜନା କରିଥାଏ, ବଢ଼ିଚଢ଼ି କଥା କହିଥାଏ, ତା ପାଖରେ ଶବ୍ଦର ମାୟାଜାଲ ମହଜୁଦ ଥାଏ। ସେ କଥା କୁହାରେ ଆଗୁଆ, କିନ୍ତୁ କାମରେ ପଛୁଆ ହୋଇଥାଏ। ମନ ଭରି କହିବ, ତିଳେ ମାତ୍ର କାମ କରିବ ନାହିଁ। ଏ ପ୍ରକାର ବ୍ୟକ୍ତି ନିଷ୍କ୍ରିୟ, ବେକାର, କଥା କୁହା କପିଳା ହୋଇଥାନ୍ତି। ସେମାନଙ୍କଠାରୁ ମହାନ କାର୍ଯ୍ୟ ଆଶା କରିବା ବୃଥା। ତୁମେ ଯାହା ଚିନ୍ତା, ବିଚାର ବା ଯୋଜନା କର, ତାହାକୁ କାର୍ଯ୍ୟରେ ପରିଣତ କରିବା ଆବଶ୍ୟକ। ଯୋଜନା ପ୍ରସ୍ତୁତି ପୂର୍ବରୁ ପ୍ରଥମେ ଚିନ୍ତା କର ଯେ ତୁମେ ତାହା କରିପାରିବ କି ନାହିଁ। ଯୋଜନା ଓ ତୁମ ଶକ୍ତିର ଅନୁପାତ ଠିକ୍ ଅଛି କି ନାହିଁ। ତୁମେ ନିଜ ସାମର୍ଥ୍ୟ ବାହାର କଥା ଚିନ୍ତା କରୁନାହଁ ତ? ଯେଉଁ ଯୋଜନା ତୁମେ ପ୍ରସ୍ତୁତ କରିଛ, ସେଥିପାଇଁ ତୁମ ପାଖରେ କି କି ସାଧନ ରହିଛି, କେତେ ଧନ ଅଛି, କେତେ ମିତ୍ର ବନ୍ଧୁବାନ୍ଧବ ଅଛନ୍ତି, ଆର୍ଥିକ, ଶାରୀରିକ, ଧାର୍ମିକ, ସାମାଜିକ ସ୍ଥିତି କିପରି ଅଛି, ଏସବୁ ବିଚାର କରିବା ପରେ ଯାଇ କୌଣସି କାର୍ଯ୍ୟରେ ହାତ ଦିଅ। କାର୍ଯ୍ୟର ସଫଳତା ସକାଶେ ନିଜର ମାନସିକ, ଶାରୀରିକ ତଥା କ୍ରିୟାତ୍ମକ ଶକ୍ତିଗୁଡ଼ିକୁ କାର୍ଯ୍ୟ ଉଦ୍ଦେଶ୍ୟରେ କେନ୍ଦ୍ରିତ କର। ମାନସିକ ଦୃଷ୍ଟିରୁ ସଚେଷ୍ଟ ଓ ଜାଗ୍ରତ ରହ। ସଂକଳ୍ପ ଶକ୍ତିର ବିକାଶ ଓ ସଞ୍ଚାଳନ ଜରୁରୀ। ଏହି ବିଷୟଗୁଡ଼ିକ ଉପରେ ଭଲ ଭାବରେ ବିଚାର କରିବା ପରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିଥାଏ। ଅଖଣ୍ଡ ଜ୍ୟୋତି, ମାର୍ଚ୍ଚ 1956। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।